ଯାତ୍ରାଟା ବଢିଆ ଚାଲିଥିଲା ଯଦି ଏମିତି ହବ ଯାତ୍ରା ଇଣ୍ଡଷ୍ଟ୍ରି ଧୀରେ ଧୀରେ ଡାଉନ ହେଇଯିବ। କାଷ୍ଟିଂ କାଉଚ କରୁନାହାନ୍ତି ସେମିତି କିଛି କଳା କଳା ଜଗତରେ ସେମିତି କିଛି କାଷ୍ଟିଂ କାଉଚ ନାହିଁ। ମାନେ ଏଇ ଯୋଉ ଧନ୍ଦା କହିଲ ଏଇଟା ଆମ ସିନେମା ଇଣ୍ଡଷ୍ଟ୍ରି ଏଇଟା ନାହିଁ। ଆମେ ସେ ବିଷୟରେ ଏତେଟା ଆମର ଜ୍ଞାନ ନାହିଁ। କଣ ନେଲେ କଣ ଫେରେଇ ଦେଲେ ଇଏ ନେଲେ ମୋର ଯେତିକି ଜ୍ଞାନ ଅଛି ମୁଁ ସେତିକି କହିବି। ଆମେ ଯେତିକି ଜାଣିଛୁ କହିବୁ। ଆମେ ଯାତ୍ରା ମାଲିକ ଏଇ ଯୋଉ ଆକ୍ଟର କୁ କେମିତି କାହାକୁ ସମ୍ମାନ ଦିଏ ସେ ଉପରେ କହିପାରିବୁ। ଆଉ କିଏ ନେଲା ଫେରେଇ ଦେଲା କିଏ ଆସିବ ନ ଆସିବ କଣ ତାର କଣ୍ଡିସନ ଥିଲା କଣ ଇଏ ଥିଲା ସେସବୁ ଉପରେ ଏତେଟା ମୋର କହିବାଟା ଠିକ ହବନି। ମୁଁ ଏତେଟା ଜାଣିନି। ଆଉ ଗୋଟେ ଜିନିଷ ଆମେ ଦେଖିଛୁ ଦିନକୁ ଦିନ ବିବାହିତ ବଢୁଛି। ମାଲିକ ଯାତ୍ରା ବାପୁ ପଣ୍ଡା କାଲି କହିଛନ୍ତି ଯେ ପାର୍ବତୀ ମାଲିକଙ୍କୁ ଆକ୍ଷେପ କଲେ, ପାର୍ବତୀ ମାଲିକ ବାପୁ ପଣ୍ଡାକୁ ଆକ୍ଷେପ କଲେ। ଏଇଟା କଣ ଯାତ୍ରା ଇଣ୍ଡଷ୍ଟ୍ରି ପୁରା ନାଇଁ ନାଇଁ ଏଇଟା ତାଙ୍କ ଶୁଣନ୍ତୁ ଏଇଟା ତାଙ୍କର ପୁରା ପିକ୍ ପଳେଇଲାଣି। ଏ କଥାଟା ଆମେ ଯଦି ଠିକ ରହିବା ସବୁ ଠିକ ରହିବ ଭିତରେ ବସିକି ସମାଧାନ କରିଦବା କଥା। ତାଙ୍କୁ ଡାକିକି ସମାଧାନ କରିଦବା କଥା। ଏତେ ମିଡିଆ ଆଗରେ ଆସିକି ଅସମ୍ମାନ ତାଙ୍କୁ ଅସମ୍ମାନ କରେ ସେ ତାଙ୍କୁ ଅସମ୍ମାନ କରିବେ କଣ ହଉଛି କଥାଟା ଲୋକମାନେ ଧୀରେ ଧୀରେ ଦେଖ ଆମର ଧୀରେ ଧୀରେ ଓଡିଆ ଇଣ୍ଡଷ୍ଟ୍ରି ସିନେମା ଲୋକମାନେ ଆସୁନଥିଲେ ଏଇ ଯୋଉ କପି ସିନେମା ପାଟିତୁଣ୍ଡ ଯୋଗୁ ଧୀରେ ଧୀରେ ଲୋକମାନେ ଆସିଲେଣି। ସେମିତି ଯାତ୍ରାଟା ବଢିଆ ଚାଲିଥିଲା ଯଦି ଏମିତି ହବ ଯାତ୍ରା ଇଣ୍ଡଷ୍ଟ୍ରି ଧୀରେ ଧୀରେ ଡାଉନ ହେଇଯିବ। ଲୋକମାନେ ବି ଯିବା ପାଇଁ ଟିକେ ଇଏ ରହିବେ। ଆମେ ନଗଲେ ଅଡିଏନ୍ସ ନଗଲେ କେମିତି ଯାତ୍ରା ଚାଲିବ। ତ ଆମେ ନିଜ ନିଜ ଭିତରେ ବସିକି ସମାଧାନ ହେଇଯିବା ଦରକାର। କଳାକାର ଆଉ ମାଲିକ ସଂଘ କଳାକାର ସଂଘ ଇଏ ସବୁ ଏତେ ସବୁ ଇଏରେ ନ ଯାଇକି ତାଙ୍କ ତାଙ୍କ ଭିତରେ ବସିକି ସମାଧାନ କରିଦବା କଥା। ଏଇ ଯୋଉ ବ୍ୟାନ ଫ୍ୟାନ ଏସବୁ ଯୋଉ ଯାହା ସବୁ ଘଟଣା ଘଟିଛି ସିଏ ବି ଜଣେ କଳାକାର। କଣ କହିଦେଲା କିଏ ନେଇଗଲା କିଏ ମାଡ ଖାଇଗଲା କିଏ ନ ଖାଇଲା ଏଇସବୁ ଆମେ ଯୋଉ ଦେଖୁଛେ କେତେ ସତ କେତେ ମିଛ ଆମେ ଜାଣିନେ। ତ ସମାଧାନ କରିଦବା କଥା। ମତେ ଗୋଟେ ଜିନିଷ ଆଗରୁ କାଷ୍ଟିଂ କାଉଚର ଅଭିଯୋଗ ଆସୁଥିଲା ସିନେମା ଇଣ୍ଡଷ୍ଟ୍ରି, କିନ୍ତୁ ଏବେ ଦେଖାଗଲାଣି ଯେ ଯାତ୍ରା ଇଣ୍ଡଷ୍ଟ୍ରି କାଷ୍ଟିଂ କାଉଚର ଅଭିଯୋଗ ଆସୁଛି। କାରଣ ସୋନାଲିଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି ଯେ ମୋ ସ୍ତ୍ରୀ କି ଜବରଦସ୍ତି ମାଲିକ ରଖିଛନ୍ତି ତାଙ୍କ ପାଖରେ ମତେ ମୋ ପିଲାକୁ ଶୁଣନ୍ତୁ ଏଇ ଯୋଉ କାଷ୍ଟିଂ କାଉଚ କରୁନାହାନ୍ତି ସେମିତି କିଛି କଳା କଳା ଜଗତରେ ସେମିତି କିଛି କାଷ୍ଟିଂ କାଉଚ ନାହିଁ। ଯୋଉଠି କାହାକୁ ଗୋଟେ କଣ ବଦନ ଏତେ ବର୍ଷ ହେଲା ସିଏ ଥିଲା କିଛି ହେଇନଥିଲା ଯୋଉଠି ଗୋଟେ ଇସ୍ୟୁ ଚାଲିଛି ତା ଭିତରେ ଗୋଟେ ବାହାର କରିଦେଲା। ଯେମିତି ମନୋଜ ମିଶ୍ର ଗୋଟେ ଯେମିତି ଝାମେଲା ଚାଲିଥିଲା ତା ଭିତରେ କିଏ ଗୋଟେ ଆସିକି ମନୋଜ ମିଶ୍ର ନାଁରେ କହିଗଲା। ସେମିତି ସେମିତି ହୁଏ। ତା ମାନେ ନୁହଁ ଯେ ସେ ସାଙ୍ଗେ ସାଙ୍ଗେ ସେଇଠି ଘଟଣାଟା ଘଟିଲା। ଘଟଣାଟା ଥିଲା କୋଉ କାଳୁ କଣ ଥିଲା କଣ ନାହିଁ ସେ ସେଇ ସମୟରେ ସେ ଘଟଣାଟାକୁ ବାହାର କରିକି ସେଇ ସମୟରେ ତାକୁ କହିଦିଅନ୍ତି। କିନ୍ତୁ ସେମିତି କିଛି କାଷ୍ଟିଂ କାଉଚ ଆକ୍ଟର ମାନଙ୍କର ଆଉ ଏଇ କଳା ଲାଇନ ଲୋକମାନଙ୍କର ସେମିତି କିଛି କାଷ୍ଟିଂ କାଉଚ ସେଟା ସବୁ ଭୁଲ ଧାରଣା ଭୁଲ କଥା। ତାମାନେ ଏଠି ଗୋଟେ ସ୍ୱାମୀ ଯେତେବେଳେ ଅଭିଯୋଗ ଆଣୁଛନ୍ତି ତାକୁ ନେଇକି ଖାଲି ସିଏ ଅଭିଯୋଗ ଆଣିନାହାନ୍ତି, ଆଉ ଜଣେ ଅଭିଯୋଗ ଆଣୁଛନ୍ତି ବିଶ୍ୱ ଦରବାର ଇଣ୍ଡଷ୍ଟ୍ରିରେ। ଶୁଣନ୍ତୁ ଏଇ କଥା ଗୁରା ସିନେମା ଏଇ ଯୋଉ କଳାକାର ବା ପ୍ରଯୋଜକ ଅଛନ୍ତି ଯୋଉମାନେ ତାଙ୍କୁ ପଚାରିଲେ ସେ ବେଟର କହିବେ। ଆମେ ସେ ବିଷୟରେ ଏତେଟା ଜ୍ଞାନ ନାହିଁ। ମୁଁ ଯେତିକି ଜାଣିଛି ସେତିକି ଭାଇ ମତେ ପଚାର।